ବହୁତ ଦିନ ତଳର କଥା। ଗୋଟିଏ ଜଙ୍ଗଲରେ ଝୁମୁରି ନାମକ ଗୋଟିଏ ସୁନ୍ଦରୀ ଚଢ଼େଇ ରହୁଥିଲା। ଝୁମୁରିର ବିବାହ କରିବା ସମୟ ହୋଇଯାଇଥିଲା। ସେଥିଲାଗି କାଳୁ କାଉ, ଶିଆଳ ଓ ବିଲେଇ ଝୁମୁରିକୁ ବିବାହ କରିବା ପାଇଁ ତା ପଛରେ ସବୁବେଳେ ଲାଗିଥିଲେ। ଝୁମୁରି ଜଙ୍ଗଲରେ ଯୁଆଡ଼େ ବି ବୁଲିବାକୁ ଯାଉଥିଲା, କାଳୁ କାଉ, ଶିଆଳ ଓ ବିଲେଇ ତା ପଛେ ପଛେ ଧାଉଁଥିଲେ। ଥରକର କଥା, ଥରେ ତିନି ସାଙ୍ଗ ମିଶି ଝୁମୁରି ଘରକୁ ନିଜ ନିଜ ବିବାହ ପ୍ରସ୍ତାବ ନେଇକି ଗଲେ। ଝୁମୁରି ଘରେ ପହଞ୍ଚି ହଠାତ୍ ଶିଆଳ ଝୁମୁରିକୁ କହିଲା, ଝୁମୁରି, ଆମେ ତିନି ଜଣ ତତେ ବହୁତ ଭଲ ପାଉଛୁ। ବର୍ଷେ ହେଲାନି ତୋରି ପଛରେ ଧାଉଁଛୁ। ହେଲେ ଆଜି ଆମେ ଜାଣିବାକୁ ଚାହୁଁଛୁ, ଆମ ତିନି ଜଣଙ୍କ ମଧ୍ୟରୁ ତୁ କାହାକୁ ଅଧିକ ଭଲ ପାଉଛୁ? କାରଣ ଆମେ ତତେ ବିବାହ କରିବାକୁ ଚାହୁଁଛୁ। ଜଲ୍ଦି ତୁ ତୋ ମନ କଥା ଆମକୁ କହିଦେ। କିଏ ଆମ ମାନଙ୍କ ଭିତରୁ ତୋ ମନରେ ଅଛି? ଝୁମୁରି ଏହା ଶୁଣି ସବୁ ବୁଝିଗଲା। ତେଣୁ ସେ ଚାଲାକ କରି ସେ ତିନି ଜଣଙ୍କୁ କହିଲା, ଶୁଣ, ତମ ମାନଙ୍କ ମନ ଦୁଃଖ ମୁଁ କରିବାକୁ ଚାହୁଁନି। ଯଦି ତମେ ମାନେ ମତେ ସତରେ ଭଲ ପାଉଛ, ତେବେ ଜଣ ଜଣ କରି ମୋ ସହିତ ଗୋଟିଏ ଗୋଟିଏ ଦିନ ରହିବ। ଯିଏ ମତେ ଅଧିକ ଭଲ ପାଇବ, ମୁଁ ତାକୁ ହିଁ ବିବାହ କରିବି। ଝୁମୁରିର କଥା ଶୁଣି ଶିଆଳ ଖୁସି ହୋଇ କହିଲା, ଆରେ ବାଃ, ଇଏ ତ ବହୁତ ବଢିଆ କଥା। ଝୁମୁରି, ମୁଁ ତୋ ସହିତ ପ୍ରଥମେ ରହିବି। ଆଉ ଏମିତି ତତେ ସେଦିନ ଭଲ ପାଇବି, ତୁ ମୋ ବିନା ଜମାରୁ ରହିପାରିବୁନୁ। ହଠାତ୍ ଶିଆଳ ଏହା କହିଛି କି ନାହିଁ, ବିଲେଇ ହସି ହସି କହିଲା, ଆଲେ ଝୁମୁରି, ଏ ଶିଆଳ ମାସକରେ ଥରେ ଗାଧାଏ। ତୁ ଯାଉନୁ ତା ପାଖକୁ ଯାଇ ଟିକେ ଶୁଙ୍ଘିବୁ। ସେ ପଚାଳିଆ ଗନ୍ଧଉଥିଲା। ତୁ ତା ପାଖରେ ଗୋଟିଏ ଦିନ କଣ, ମିନିଟିଏ ବି ରହିପାରିବୁନୁ। ଏଇ ମତେ ଦେଖ, ମୁଁ କେତେ ହ୍ୟାଣ୍ଡସମ୍ ଅଛି। ତୁ ମତେ ଯଦି ବାହା ହବୁ, ବହୁତ ଖୁସିରେ ରହିବୁ। ବିଲେଇର କଥା ସରିଛି କି ନାହିଁ, କାଳୁ କାଉ କହିଲା, ଝୁମୁରି, ଥରଟେ ମୋ ସହିତ ମିଶିକି ଦେଖେ। ମୁଁ ସିନା ଦେଖିବାକୁ କଳା, ହେଲେ ମୋ ହୃଦୟ ପୁରା କାଗଜ ପରି ଧାରାଳ। ମୋର କାହା ସହିତ ଲଫଡ଼ ନାହିଁ। ସେଥିଲାଗି ଜଙ୍ଗଲରେ ମତେ ଭଦ୍ର କାଉ ବୋଲି ଡାକନ୍ତି। ଏହିପରି ଚିକିଣିଆ କଥା କହି ତିନି ସାଙ୍ଗ ଝୁମୁରିକୁ ଇମ୍ପ୍ରେସ କରିବାକୁ ଲାଗିଲେ। ଠିକ୍ ସେଇ ସମୟରେ ଝୁମୁରି ସ୍ଥିର କଲା, କାଲିଠୁ ଶିଆଳ ତା ସହିତ ଗୋଟିଏ ଦିନ ବିତେଇବ ଓ ତାପରେ କାଉ ଓ ବିଲେଇ ଗୋଟିଏ ଗୋଟିଏ ଦିନ ରହିବେ। ଝୁମୁରିର କଥା ଶୁଣି ତିନି ସାଙ୍ଗ ବହୁତ ଖୁସି ହୋଇଗଲେ ଓ ନିଜ ନିଜ ଘରକୁ ଚାଲିଗଲେ। ସେଦିନ ରାତିରେ ଝୁମୁରି ଚିନ୍ତା କଲା, ସେ ତିନି ଜଣକୁ ପାନେ ନେଖା ଦବ। ଆରେ, ତିନି ଜଣ ମତେ ଜଙ୍ଗଲରେ ରହିବାକୁ ଦେବେନି। ଏମାନେ ସବୁବେଳେ ମୋ ପଛରେ ପଡିଛନ୍ତି ଆଉ ମତେ ହଇରାଣ କରୁଛନ୍ତି। ଏମାନଙ୍କୁ ପାଣି ନଦେଲେ ଏମାନେ ଚେତିବେନି। ଏହା ଭାବି ଝୁମୁରି ସେଦିନ ରାତିରେ ମୂଳା ଓ ଚେନାଚୁରୁ ପେଟେ ଖାଇଗଲା ଓ ସେଦିନ ସେ ଆଉ ଝାଡା ମଧ୍ୟ ଗଲା ନାହିଁ। ତା ପରଦିନ ଝୁମୁରି ସକାଳୁ ସକାଳୁ ଖାଲି ପାଣିବାକୁ ଲାଗିଲା। ସେ ଏତେ ଦୁର୍ଗନ୍ଧ ହଉଥିଲା ଯେ ଯିଏ ବି ଶୁଙ୍ଘିବ ବେହୋସ ହୋଇଯିବ। ସେ ଯେଉଁ ଜାଗାରେ ପାଡ଼ିଲା, ସେଠାରେ ଥିବା ଗଛ ସବୁ କଣ୍ଟା ହୋଇଗଲା। ଠିକ୍ ସେଇ ସମୟରେ ଶିଆଳ ଝୁମୁରି ସହ ଗୋଟିଏ ଦିନ ରହିବାକୁ ଆସିଲା। ଶିଆଳ ଝୁମୁରିକୁ ଜଙ୍ଗଲକୁ ବୁଲେଇବାକୁ ନେଲା। ସେମାନେ ଗୋଟିଏ ଗଛ ମୂଳରେ ବସି ଗପସପ ହବାକୁ ଲାଗିଲେ। ଆଲେ ଝୁମୁରି, ଆଜି କଣ ଖାଇଛୁ? ଆଜି ମୁଁ ଘରେ ମଟନ କଷିଥିଲି। ମଟନ କଷା ଖାଇକି ଆସିଛି। ଆରେ ବାଃ, ମଟନ ଖାଇଛୁ? ମଟନ ମୋର ବହୁତ ଫେଭରାଇଟ। ହେଲେ ତୁ ତ ମତେ ଡାକିଲୁନୁ। ନଟି ବାର୍ଡ। ଶିଆଳ ଏହା କହିଛି କି ନାହିଁ, ଠିକ୍ ସେଇ ସମୟରେ ଝୁମୁରି ଭଁକିଣୁ ପାରିଦେଲା। ଧନ, ତମେ ପାରିଦେଲ? ଲୋ ମା, କି ଗନ୍ଧ ଲୋ। ଆଲୋ ଝୁମୁରି, ମଟନ ନା ଘୁଅ ଖାଇ ଯାଇଛୁ? ମୋ ମୁଣ୍ଡ ବୁଲେଇ ଦଉଛି ଝୁମୁରି। ମୁଁ ଆଉ ଏଠି ରହିପାରିବିନି। ତୋ ସହିତ ଗୋଟିଏ ଦିନ କଣ, ସତରେ ମୁଁ ଗୋଟିଏ ମିନିଟ ରହିପାରିବିନି। ମୁଁ ଯାଉଛି ଲୋ ମା। ଏହା କହି ଶିଆଳ ସେଠାରୁ ଚାଲିଗଲା। ତାପରେ କାଳୁ କାଉର ପାଳିଥିଲା। ତା ପରଦିନ କାଳୁ କାଉ ସକାଳୁ ସକାଳୁ ଗାଧେଇ ପାଧେଇ ଦେହରେ ସେଣ୍ଟ ମାରି ହୋଇ ଝୁମୁରି ପାଖକୁ ଗଲା ଓ ସେମାନେ ଦୁଇ ଜଣ ମିଶି ଜଙ୍ଗଲକୁ ବୁଲିବାକୁ ଗଲେ। ହେଲେ କାଳୁ କାଉର ଟିକେ ମନ୍ଦ ଉଦ୍ଦେଶ୍ୟ ଥିଲା।
ତେଣୁ ସେ ଝୁମୁରିକୁ ଜଙ୍ଗଲ ମଝିରେ ଥିବା ଏକ କଳା ଗୁମ୍ଫା ପାଖକୁ ନବାକୁ ଚିନ୍ତା କଲା। ଆଲୋ ଝୁମୁରି, ଆଲୋ ଆମେ ଜଙ୍ଗଲରେ କଣ ଖାଲିଟାରେ ବୁଲିବା? ତାହେଲେ ମୁଁ ତତେ ଗୋଟେ ନୂଆ ଜାଗାକୁ ନେଇଯିବି। ସେଠି ଆମକୁ ଡିଷ୍ଟର୍ବ କରିବାକୁ କେହି ନାହାନ୍ତି। ଆମେ ଆରାମରେ ବସି ଗପସପ ହବା। ଆଉ ସେଠି ପାଚିଲା ପାଚିଲା ଆମ୍ବ ମିଳିବ। ଆମେ ପେଟ ପୁରା ଖାଇକି ଆସିବା। ଏହା କହି କାଳୁ କାଉ ଝୁମୁରିକୁ ସେ ଆମ୍ବ ତୋଟା ପାଖରେ ଥିବା କଳା ଗୁମ୍ଫା ପାଖକୁ ନେଇଗଲା ଓ ସେମାନେ ସେ ଗୁମ୍ଫା ପାଖରେ ପହଞ୍ଚି ଆମ୍ବ ଖାଇବାକୁ ଲାଗିଲେ। ଆମ୍ବ ଖାଇସାରି ଗୁମ୍ଫା ଭିତରକୁ ଗପସପ ହବାକୁ ଗଲେ। ଆଲୋ ଝୁମୁରି, ଏ ଆମ୍ବ ଯେତେ ମିଠା ତୋ କଥା ସେତେ ମିଠା। ଆଉ ତୁ ଦେଖିବାକୁ ଏ ଆମ୍ବ ପରି ଗୋଲ ଗାଲେ। ଝୁମୁରି, ଏ ଶିଆଳ ବିଲେଇ ବହୁତ ଠକ। ତୁ ମତେ ବାହା ହେଇଯା, ମୁଁ ତତେ ସବୁବେଳେ ଆମ୍ବ ଖାଇବାକୁ ଦେବି। ଆଉ କିଛି ଦିନ ଭିତରେ ମୁଁ ଗୋଟିଏ ବୁଲେଟ ଗାଡି ଆଣୁଛି। ତତେ ସେ ବୁଲେଟ ଗାଡିରେ ବସେଇ ଜଙ୍ଗଲରେ ଫଟ ଫଟ କରି ବୁଲେଇବି। କାଳୁ କାଉ ଏହା କହିଛି କି ନାହିଁ, ଠିକ୍ ସେଇ ସମୟରେ ଝୁମୁରି ଭଁକିଣି ପାଡ଼ିଦେଲା। ଝୁମୁରି ଯେମିତି ଭଁକିଣି ପାଡ଼ିଲା, ଠିକ୍ ସେଇ ସମୟରେ ସେ ଗୁମ୍ଫା ଭିତରେ ଥିବା ଗୋଟିଏ ଅସୁରୁଣୀର ନିଦ ଭାଙ୍ଗିଗଲା। ସେ ଉଠି ଦେଖିଲା ଗୋଟିଏ କାଉ ଓ ଚଢ଼େଇ ତା ଗୁମ୍ଫା ଭିତରେ ପଶି ଆମ୍ବ ଖାଉଛନ୍ତି। ଏହା ଦେଖି ଅସୁରୁଣୀ ମନେ ମନେ ବହୁତ ଖୁସି ହୋଇଗଲା। ଠିକ୍ ସେଇ ସମୟରେ କାଉ ଝୁମୁରିକୁ କହିଲା, ଝୁମୁରି, ଆଲୋ ତୁ ଇଏ କି ପଚା ପାଡ଼ ପାଡୁଛୁ? ଛି ଛି, ମୁଁ ଆଉ ଏଠି ରହିପାରିବିନି। ମୁଁ ଯାଉଛି, ଖାଲି ମୁଳା ମୁଳା ଗନ୍ଧଉଛି ଲୋ। ଏହା କହି କାଳୁ କାଉ ସେଠାରୁ ଚାଲି ଯାଉଥିଲା। ଠିକ୍ ସେଇ ସମୟରେ ଅସୁରୁଣୀ ଉଡ଼ି ଉଡ଼ି ଯାଇ ସେ କାଳୁ କାଉକୁ ଧରି ପକାଇଲା ଓ ତାକୁ ସେଇଠାରେ ହିଁ କଞ୍ଚା କଡ଼ମଡ଼ କରି ଖାଇଗଲା। ବଢିଆ ଲାଗୁଛି। ଏ କାଉ ମାଂସ ଏତେ ସ୍ୱାଦିଷ୍ଟ, ଆଉ ଏ ଚଢ଼େଇ ମାଂସ କେତେ ସ୍ୱାଦିଷ୍ଟ ନ ହୋଇଥିବ। ଅସୁରୁଣୀ ଏହା କହିଛି କି ନାହିଁ, ଝୁମୁରି ଡରି ଯାଇ ସେଠାରୁ ଦୌଡ଼ିବାକୁ ଲାଗିଲା। ଏଣେ ଅସୁରୁଣୀ ବି ଝୁମୁରିକୁ ଧରିବା ପାଇଁ ତା ପଛେ ପଛେ ଗଲା। ରହିଯା ରହିଯା ଚଢ଼େଇ, ତତେ ମୁଁ ଖାଇବି। ରହ, କୁଆଡେ ଯାଉଛୁ? ଛାଡ଼ିବିନି ତତେ। ଝୁମୁରି ଦୌଡ଼ି ଦୌଡ଼ି ଗୋଟିଏ ଗଛ ପାଖରେ ଲୁଚିଗଲା। ଏଣେ ଅସୁରୁଣୀ ତାକୁ ଖୋଜି ଖୋଜି ଆଉ ପାଇଲା ନାହିଁ। ଶେଷରେ ସେ ତାର ଗୁମ୍ଫାକୁ ଚାଲିଗଲା। ତା ପରଦିନ ବିଲେଇର ପାଳି ଥିଲା। ବିଲେଇ ସେଦିନ ସକାଳୁ ସକାଳୁ ଝୁମୁରି ଘରକୁ ଆସିଲା। ଏଣେ ଝୁମୁରି ବିଲେଇକୁ ଦେଖି ମନେ ମନେ ଚିନ୍ତା କଲା, ଆରେ ବିଲେଇ ଏତେ ସକାଳୁ ଚାଲି ଆସିଲାଣି। ହଉ ହଉ, ଆକୁ ଆଜି ପାନେ ଦବାକୁ ପଡିବ। ଏହା ଭାବି ଝୁମୁରି ବିଲେଇକୁ ଧରି ଜଙ୍ଗଲକୁ ଗଲା। ଆରେ ବିଲେଇ, ଆଜି ଆମେ ଜଙ୍ଗଲରେ ବୁଲିବାନି। ଆଜି ମୁଁ ତତେ ଗୋଟେ ନୂଆ ଜାଗାକୁ ନେବି। ଆମେ ସେଇଠି ବସିକି ଗପସପ ହବା। ମୁଁ ତତେ ମୋ ମନ କଥା କହିବି, ତୁ ମତେ ତୋ ମନ କଥା କହିବୁ। ଏହା କହି ଝୁମୁରି ବିଲେଇକୁ ସେ ଗୁମ୍ଫା ପାଖକୁ ନେଇଗଲା ଓ ଗୁମ୍ଫା ପାଖରେ ପହଞ୍ଚି ବିଲେଇକୁ କହିଲା, ବିଲେଇ, ମୁଁ ଏଇଠି ଆମ୍ବ ଖାଉଛି। ତୁ ଗୋଟେ କାମ କର, ସେ ଗୁମ୍ଫା ଭିତରେ ଗୋଟିଏ ବଡ ହାଣ୍ଡି ଅଛି। ତୁ ସେ ହାଣ୍ଡିଟିକୁ ନେଇ ଆସେ। ମୁଁ କିଛି ଆମ୍ବ ସେ ହାଣ୍ଡିରେ ପୁରେଇ ଦେବି। ଆମେ ଗଲା ବେଳକୁ ହାଣ୍ଡିରେ ଆମ୍ବ ନେଇକି ଯିବା। ତାପରେ ବିଲେଇ ଝୁମୁରିର କଥା ମାନି ସେ ଗୁମ୍ଫା ଭିତରକୁ ଗଲା। ହେଲେ ସେ ଜାଣିନଥିଲା ଯେ ସେ ଗୁମ୍ଫାଟି ଗୋଟିଏ ଅସୁରୁଣୀର। ବିଲେଇ ଯେମିତି ସେ ଗୁମ୍ଫା ଭିତରକୁ ପଶିଲା, ଠିକ୍ ସେଇ ସମୟରେ ବିଲେଇ ଜୋରେ ଚିତ୍କାର କରିବାକୁ ଲାଗିଲା, ଆଲୋ ଝୁମୁରି, ଆଲୋ ମତେ ବଞ୍ଚା। ଆଲୋ ଏ ଅସୁରୁଣୀ ମତେ ମାରି ଖାଇଯିବ। ବଞ୍ଚାଅ, ବଞ୍ଚାଅ, ମତେ ବଞ୍ଚାଅ। ହଠାତ୍ ବିଲେଇର ଚିତ୍କାର ଶୁଣି ଝୁମୁରି ଆଉ ତାକୁ ବଞ୍ଚେଇବା ପାଇଁ ସେ ଗୁମ୍ଫା ଭିତରକୁ ଗଲା ନାହିଁ। ଓଲଟା ସେ ତାର ଘରକୁ ଦୌଡ଼ିବାକୁ ଲାଗିଲା। ସେହିଦିନ ଠାରୁ ଝୁମୁରିକୁ ଆଉ କେହି ବି ହଇରାଣ କଲେ ନାହିଁ।